ପିଲାମାନେ ଆମ ପାଖରେ ଗୋଟେ ସମବାହୁ ତ୍ରିଭୁଜ ଅଛି ଏବଂ ତାର ଗୋଟେ ପରିବୃତ୍ତ ଅଛି। ପ୍ରଶ୍ନ ଅଛି ଏ ପରିବୃତ୍ତର ବ୍ୟାସାର୍ଦ୍ଧ କେତେ? ଯଦି ସମବାହୁ ତ୍ରିଭୁଜର ବାହୁ ଏ ଏକକ, ତ୍ରିଭୁଜର ବାହୁ ଏ ଏକକ ହୁଏ, ତେବେ ତ୍ରିଭୁଜର ବାହୁ ଯଦି ଏ ଏକକ ହୁଏ ତେବେ এই ପରିବୃତ୍ତର ବ୍ୟାସାର୍ଦ୍ଧ କେତେ? ପ୍ରଶ୍ନ ଅଛି। ତେବେ ୟାକୁ ସମାଧାନ କରିବା। ତେବେ ୟାକୁ ସମାଧାନ କରିବାକୁ ହେଲେ ବର୍ତ୍ତମାନ ଏଠି ଏ ସମବାହୁ ତ୍ରିଭୁଜର ଉଚ୍ଚତା ଅଙ୍କନ କରିବାକୁ ପଡ଼ିବ। ତେବେ ସମବାହୁ ତ୍ରିଭୁଜର ଉଚ୍ଚତାଟି ଅଙ୍କନ କରିବା। ସମବାହୁ ତ୍ରିଭୁଜର ଉଚ୍ଚତା ତାର ପରିକେନ୍ଦ୍ର ଦେଇ ଯାଇଥାଏ। ସମବାହୁ ତ୍ରିଭୁଜର ଉଚ୍ଚତା ତାର ପରିକେନ୍ଦ୍ର ଦେଇ ଯାଇଥାଏ। ଏଠି ABC ସମବାହୁ ତ୍ରିଭୁଜ, ତାର ଉଚ୍ଚତାର ଦୈର୍ଘ୍ୟ ହେଲା AD। ବର୍ତ୍ତମାନ ପ୍ରଥମେ ଏଠି ଉଚ୍ଚତା ବାହାର କରିବା। ପିଲାମାନେ ଏଠି ଉଚ୍ଚତା କେତେ ହେବ? ନା ଉଚ୍ଚତା ସମାନ √3/2 ଇଣ୍ଟୁ ବାହୁ। ଇଏ ହେଉଛି ସମବାହୁ ତ୍ରିଭୁଜ ପାଇଁ। ଠିକ୍ ଅଛି। ତେବେ ଇକ୍ୱାଲ୍ ଟୁ କେତେ ହେଲା? ନା √3/2 ଇଣ୍ଟୁ ବାହୁ ହେଲା A, ମାନେ √3A/2 ଏକକ। ଏଇଟା ବାହାରିଲା ଏ ସମବାହୁ ତ୍ରିଭୁଜର ଉଚ୍ଚତାର ଦୈର୍ଘ୍ୟ। ତେବେ ଆମକୁ ବ୍ୟାସାର୍ଦ୍ଧ ବାହାର କରିବାର ଅଛି। ଲକ୍ଷ୍ୟ କଲେ ଜାଣିପାରିବେ ଯେ ସମବାହୁ ତ୍ରିଭୁଜର ଯେଉଁ ପରିବୃତ୍ତ ଅଛି ଇଏ ହେଉଛି ସେ ପରିବୃତ୍ତର ବ୍ୟାସାର୍ଦ୍ଧ, ଏଉଠୁ ଏପର୍ଯ୍ୟନ୍ତ, ଯାହାକୁ ଆମେ କହୁଛେ କ୍ୟାପିଟାଲ R, ପରିବୃତ୍ତର ବ୍ୟାସାର୍ଦ୍ଧ। ତେବେ ଏହି ପରିବୃତ୍ତର ବ୍ୟାସାର୍ଦ୍ଧ ଯିଏକି ଉଚ୍ଚତାର 2/3, ତାହେଲେ R ଇକ୍ୱାଲ୍ ଟୁ କେତେ ହେବ? ନା ପରିବୃତ୍ତର ବ୍ୟାସାର୍ଦ୍ଧ R ଇକ୍ୱାଲ୍ ଟୁ 2/3 କାହାର? ନା ସେ ହେଉଛି ଉଚ୍ଚତାର। ତେଣୁ ଉଚ୍ଚତା ଜାଗାରେ √3A/2 ଏକକ ଲେଖିଲି। ତେବେ ଏହା ହେବ, ଏଠି 2 କାଟିଦେଲେ, ଏଠି √3କୁ କାଟିଲେ ଏଠି ଗୋଟେ √3 ହେଲା। ତେବେ ବାହୁ ବିଭକ୍ତକ √3 ଯିଏକି ହେଲା ଆମର ପରିବୃତ୍ତର ବ୍ୟାସାର୍ଦ୍ଧ। ଠିକ୍ ଅଛି ପିଲାମାନେ। ଯଦି ଗୋଟିଏ ଏ ସମବାହୁ ତ୍ରିଭୁଜର ବାହୁ 12 ସେଣ୍ଟିମିଟର ଥାଏ ତେବେ ପରିବୃତ୍ତର ବ୍ୟାସାର୍ଦ୍ଧ କେତେ ହେବ, ଏଟା ଆପଣମାନେ ବାହାର କରିବେ। ଠିକ୍ ଅଛି। ଥ୍ୟାଙ୍କ ୟୁ।